ଭାଗ୍ୟରେ ଥିଲେ ମିଳନ୍ତି ଏହି ତିନୋଟି ନାମର ଝିଅ। ବନ୍ଧୁଗଣ, କୌଣସି ବ୍ୟକ୍ତିର ରାଶି ଯେତେ ମାତ୍ରାରେ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ସେତେ ମାତ୍ରାରେ ସେହି ବ୍ୟକ୍ତିର ନାମର ପ୍ରଥମ ଅକ୍ଷର ମଧ୍ୟ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ। କୌଣସି ବ୍ୟକ୍ତିର ଆଚାର, ବିଚାର, ବ୍ୟବହାର, ଗୁଣ ଆଦି ତାର ନାମର ପ୍ରଥମ ଅକ୍ଷରରୁ ହିଁ ଜଣାପଡ଼ିଥାଏ। ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ଏଭଳି ଏକ ଜୀବନସାଥୀର କାମନା କରିଥାଏ ଯିଏ ତାଙ୍କୁ ନିଜଠାରୁ ମଧ୍ୟ ଅଧିକ ଭଲ ପାଉଥିବ। ତେବେ ପ୍ରତ୍ୟେକ ବ୍ୟକ୍ତିର ଜୀବନସାଥୀଙ୍କ ସ୍ୱଭାବ ମଧ୍ୟ ତାଙ୍କ ନାମର ପ୍ରଥମ ଅକ୍ଷରରୁ ଜଣାପଡ଼ିଥାଏ। ତେବେ ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ ଏଭଳି ତିନୋଟି ନାମ ଥିବା ଝିଅମାନଙ୍କ ସମ୍ବନ୍ଧରେ କହିବୁ ଯେଉଁମାନଙ୍କୁ ବିବାହ କରିବା ସୌଭାଗ୍ୟର କଥା ହୋଇଥାଏ। ତେବେ ଆସନ୍ତୁ ସେ ସମ୍ବନ୍ଧରେ ଜାଣିବା। 1. ବନ୍ଧୁଗଣ, ପ୍ରଥମ ଅକ୍ଷରଟି ହେଉଛି ଜି। ଯେଉଁ ଝିଅମାନଙ୍କର ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅମାନେ ରାଗୀ ସ୍ୱଭାବର ହୋଇଥାନ୍ତି। ଏମାନେ ଯେତେ ଶୀଘ୍ର ରାଗିଥାନ୍ତି ସେତେ ଶୀଘ୍ର ମାନିଥାନ୍ତି। ଏମାନେ ଯେଉଁ କାର୍ଯ୍ୟକୁ ପୂର୍ଣ୍ଣ କରିବାକୁ ନିଷ୍ପତ୍ତି ନେଇଥାନ୍ତି ତାଙ୍କୁ ପୂର୍ଣ୍ଣ କରିଥାନ୍ତି। ଏମାନେ ନିଜର ଜୀବନସାଥୀଙ୍କୁ ବହୁତ ଭଲ ପାଆନ୍ତି ଏବଂ ତାଙ୍କୁ ଖୁସି ପାଇଁ ସବୁ ଅସମ୍ଭବକୁ ସମ୍ଭବ କରିଥାନ୍ତି। ଏହି କାରଣରୁ କୁହାଯାଏ ଯେ ଏହି ଝିଅମାନଙ୍କୁ ବିବାହ କରିବା ସୌଭାଗ୍ୟର କଥା ହୋଇଥାଏ। 2. ବନ୍ଧୁଗଣ, ଦ୍ୱିତୀୟ ଅକ୍ଷରଟି ହେଉଛି ଏମ୍। ଯେଉଁ ଝିଅମାନଙ୍କର ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି ଏବଂ ଏମାନଙ୍କ ହୃଦୟ ମଧ୍ୟ ବହୁତ ସଫା ହୋଇଥାଏ। ଏହି ଝିଅମାନେ ଯେଉଁ ବ୍ୟକ୍ତିକୁ ବିବାହ କରନ୍ତି ସେହି ବ୍ୟକ୍ତି ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ଏହି ନାମର ଝିଅମାନେ ନିଜ ଜୀବନସାଥୀଙ୍କ ପ୍ରତି ସର୍ବଦା ଇମାନଦାର ରୁହନ୍ତି ଏବଂ ତାଙ୍କୁ ନିଜଠାରୁ ମଧ୍ୟ ଅଧିକ ଭଲ ପାଇଥାନ୍ତି। ତେବେ ବନ୍ଧୁଗଣ, ଯଦି ଆପଣଙ୍କ ଜୀବନରେ ମଧ୍ୟ ଏହିଭଳି ନାମର ଝିଅ ଅଛନ୍ତି ତେବେ ବିଳମ୍ବ ନ କରି ତାଙ୍କୁ ତୁରନ୍ତ ବିବାହ କରନ୍ତୁ। 3. ବନ୍ଧୁଗଣ, ତୃତୀୟ ଅକ୍ଷରଟି ହେଉଛି ଏସ୍। ଯେଉଁ ଝିଅମାନଙ୍କର ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅମାନଙ୍କ ହୃଦୟ ବହୁତ ସଫା ହୋଇଥାଏ। ଏହି ଝିଅମାନେ ନିଜ ସ୍ୱଭାବ ଏବଂ ବ୍ୟକ୍ତିତ୍ୱ ଦ୍ୱାରା ସମସ୍ତଙ୍କୁ ଆକର୍ଷିତ କରିଥାନ୍ତି। ଏହି ନାମର ଝିଅ ନିଜ ଜୀବନସାଥୀଙ୍କୁ ବହୁତ ଭଲ ପାଆନ୍ତି ଏବଂ ନିଜ ଜୀବନସାଥୀଙ୍କ ଖୁସି ପାଇଁ ସମସ୍ତ ପ୍ରକାର ପ୍ରୟାସ କରନ୍ତି। ଏହି ନାମର ଝିଅଙ୍କୁ ଜୀବନସାଥୀ ରୂପରେ ପାଇବା ସୌଭାଗ୍ୟର କଥା ହୋଇଥାଏ। ଦର୍ଶକ ବନ୍ଧୁ, ଭିଡ଼ିଓଟି ଭଲ ଲାଗିଲେ ନିହାତି ଗୋଟିଏ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲଟିକୁ ନୂଆ ଆସିଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ଆପଣ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ମାତ୍ରାରେ ଦେଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।